ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଛି। ପାକିସ୍ତାନୀ ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଅପରେସନରେ ବାଲେଶ୍ୱର ମାନସ ଶତପଥୀ ମଧ୍ୟ ସାମିଲ ହୋଇଥିଲେ। ଭାରତୀୟ ସେନାରେ ହାବିଲଦାର ଥିବା ମାନସ ଜାମ୍ମୁ ଆରଏସଏସ ସେକ୍ଟରରେ ମୁତୟନ ଥିଲେ। ଗତକାଲି ବାଲେଶ୍ୱର ଫେରିବା ପରେ ଶ୍ରୀ ଶତପଥୀ କହିଛନ୍ତି, ଏୟାର ଷ୍ଟ୍ରାଇକ୍ ପରେ 2 ଦିନ ଧରି ବଙ୍କର ଭିତରେ ରହିଥିଲେ। ଖେଚୁଡ଼ି ଓ ଲଡୁ ଖାଇ 2 ଦିନ କଟିଥିଲା। ତୁର୍କୀର ଡ୍ରୋନ୍ ସବୁ ଅଧିକ ଚିନ୍ତାର ବିଷୟ ପାଲଟିଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ 10 ଦିନ ପୂର୍ବରୁ ସେନା ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। ବାଲେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଅରଡ଼ବଜାର ଯୁବକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରିବାର ଲୋକେ ମଧ୍ୟ ଖୁସି ହେବା ସହ ଗର୍ବ ଅନୁଭବ କରୁଛୁ ବୋଲି କହିଥିଲେ। ଅରଡ଼ବଜାର ଯୁବକ ସଂଘ ପକ୍ଷରୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୂର୍ଯ୍ୟକାନ୍ତ କର, ସୌମ୍ୟଶଙ୍କର ଦାସ, ସତ୍ୟନାରାୟଣ ଦାସ, ସୌମ୍ୟରଞ୍ଜନ ଜେନା, ସପନ ପ୍ରଧାନ, ଏସକେ ଜାହାପାନା, ରତିକାନ୍ତ କର, ଚନ୍ଦନ ଦାସ, ରାଜୀବ ଗିରି, ଦିଲ୍ଲୀପ କୁମାର ଜେନା ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହୋଇଥିଲେ।